କର୍କଟ ରାଶିର ଭାଇ ଭଉଣୀମାନଙ୍କର ବୃହସ୍ପତି ଚଳନରେ ବୃହସ୍ପତି ରହିବେ ଦ୍ୱାଦଶରେ। ତେଣୁକରି ଦ୍ୱାଦଶ ସଗର ରାଜା, ତେଣୁକରି ଦ୍ୱାଦଶ ବୃହସ୍ପତି ସେତେ ଶୁଭ ନୁହଁ। ତାଙ୍କର ଦୃଷ୍ଟି ରହୁଛି ଚତୁର୍ଥ ସ୍ଥାନ ଶୁକ୍ର କ୍ଷେତ୍ର ତୁଳା ରାଶିକୁ ପଞ୍ଚମ ଦୃଷ୍ଟି, ଷଷ୍ଠ କ୍ଷେତ୍ର ବା ବୃହସ୍ପତି କ୍ଷେତ୍ର ନିଜ ଘରକୁ ସପ୍ତମ ଦୃଷ୍ଟି, ନବମ ଦୃଷ୍ଟି ଶନି କ୍ଷେତ୍ର କୁମ୍ଭ ରାଶି ଅଷ୍ଟମକୁ। ତେଣୁକରି ଷଷ୍ଠ ଅଷ୍ଟମଟା ଟିକେ ସେତେ ଭଲ ନୁହଁ। ପଞ୍ଚମ ଦୃଷ୍ଟି ଘର ଗାଡ଼ି ଜାଗା ବନ୍ଧୁକୁ ସୂଚାଏ, ଠିକ୍ ରହିବ। ସପ୍ତମ ଦୃଷ୍ଟି ନିଜ ଗୃହ ଧନୁରାଶିକୁ ଗୁପ୍ତ ଶତ୍ରୁ ଗୁପ୍ତ ରୋଗ ଅଳ୍ପ ଦିନରେ ଭଲ ହେବ। ଅଷ୍ଟମ ସ୍ଥାନ କୁମ୍ଭ ରାଶି ଦୃଷ୍ଟି ହେଲେ ନବମ ଦୃଷ୍ଟି ନଳିଗୋଡ଼ ଜଙ୍ଘ ମୁଣ୍ଡ ଇତ୍ୟାଦି ପୀଡ଼ା ରହିବ। ତେଣୁକରି ଟିକେ ଶରୀରରୁ ଟିକେ ସ୍ୱାସ୍ଥ୍ୟ ଟିକେ ଜଗିବାକୁ ପଡ଼ିବ। ଆଉ କ'ଣ, ଯଦି ପ୍ରତିକାର କିଛି ଚାହିଁବେ କର୍କଟ ରାଶି ଭାଇ ଭଉଣୀମାନେ, କିଛି ନାହିଁ, ଦେହରେ ସୁନା ରଖନ୍ତୁ। ଯଦି କିଏ କହିବ ନାହିଁ ଦେହରେ ସୁନା ରଖିବି, ମୋ ପାଖରେ ପଇସା ନାହିଁ, ସୁନା ମୁଁ ପିନ୍ଧିପାରିବିନି, ଠିକ୍ ଅଛି, କିଛି ଅସୁବିଧା ନାହିଁ। ହଳଦିଆ ସୂତାଟିଏ ବେକରେ ପକାଇବ। ସେ ସୁନା ପିନ୍ଧି ଯେତିକି ପାଇବେ ହଳଦିଆ ସୂତା ସେତିକି ପାଇବେ। ତା ବି ତାର ସୁନା ଥବ, ସେ କ'ଣ ଆମେ ପିନ୍ଧିବିନି ହଳଦିଆ ସୂତା ପିନ୍ଧିବି, ନା ନା, ସେ କାମ ଦେବନି। ଯାହା ପାଖରେ ନଥବ ସେ ପିନ୍ଧିଲେ କାମ ଦେବ। ତୁମର ସୁନା ଚେନ୍ ଥୁଆ ହେଇଛି, ତୁମକୁ ବୃହସ୍ପତି ଖରାପ ହେଇଛି, ମୁଁ ସୁନା ପିନ୍ଧିବିନି, ମୁଁ ହଳଦିଆ ସୂତାଟିଏ ପକାଇବି, ନା 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 ନା, ସେ କଥା କେମିତି ହେବ? ଫାର୍ଷ୍ଟ ପିଲା ସେକେଣ୍ଡ ପିଲା ଥାର୍ଡ଼ ପିଲା ସବୁ ବସୁଛନ୍ତି ନା। ଆଉ ଗୋଟିଏ କ୍ଲାସ୍ରେ ସମସ୍ତେ ବସୁଛନ୍ତି, ସେ କାହିଁ ଟପର ହେଲା, ସେ କାହିଁକି ଥାର୍ଡ଼ ହେଉଛି? ସେ ହାର୍ଡ଼ ପରିଶ୍ରମ କରୁଛି, କ'ଣ ଘରେ ଶୋଉଛି? ନା, ଏ ବି ପରିଶ୍ରମ କରୁଛି, ହେବନି, ହେବ ନାହିଁ। ଯଦି ଜାତକରେ ବିଦ୍ୟା ଉତ୍ତମ ନାହିଁ, ସେ ଉତ୍ତମ ବିଦ୍ୟା ପାଇବ ନାହିଁ। ମୋତେ 50 ଲକ୍ଷ ଟଙ୍କା ଖର୍ଚ୍ଚ କଲେ ମୁଁ ମାନିବିନି, କାହିଁକିନା ମୁଁ ବହୁତ ପରୀକ୍ଷା କରିଛି। ଯାହାର ବିଦ୍ୟା ଜାଗା ଭଲ ଅଛି, ସେ କଠିନ ପରିଶ୍ରମ କିଛି ନାହିଁ। ସେ 2 ମିନିଟ୍ ପଢ଼ିଲେ ମନେ ରହୁଛି, ଇଏ ତାକୁ 3 ଘଣ୍ଟା ପଢ଼ିବ, ମନେ ରହିବନି, ରହୁନି ତ ରହିବ କ'ଣ? ତେଣୁକରି ଯଦି ଆମେ ହଳଦିଆ ସୂତା ବ୍ୟବହାର କରିବା ନିଶ୍ଚୟ ଫଳ ପାଇବା। ଦେଖିବା ପରବର୍ତ୍ତୀ ରାଶି।